ଦେଖିପାରୁଥିବେ କି ବୋଉ ଏଠି ମାଛ ଖାଉଛି ଆଉ ଆଜିର ବ୍ଲଗ୍ଟା ମୁଁ ଏଇଠୁ ମାନେ ଷ୍ଟାର୍ଟ କରୁଛି ଯେଉଁଟାକି ଛୋଟ ଛୋଟ ମାଛ ମୁଁ କିଣିକି ଆଣିଥିଲି ଦେଖିପାରୁଥିବେ ଏଇଠି ବି ଅଛି। ତ ମାଛଟା ମୁଁ କ'ଣ କଲି ନା କିଛି ଫ୍ରାଏ କରିବାକୁ କହିଦେଲି ମାନେ ଏଇ ଚିପ୍ସ ଟାଇପ୍ର ପକୋଡ଼ା ଟାଇପ୍ର ଆଉ କିଛି ଏପଟେ ଫ୍ରାଏ ହେଉଛି ନର୍ମାଲ୍ ଦେଖ ଏପଟ ସାଇଡ଼୍ ଦେଖ ତେଲରେ ଆକୁ ମସଲା ମସଲି ପକାଇକି ଫ୍ରାଏ କରାହେଉଛି। ବୋଉ ଆଜି ରୋଷେଇ କରୁଛି ମାନେ ମାଛଟାକୁ ଆଉ ଟେଷ୍ଟି ତ ହେବ କାହିଁକିନା ମୁଁ ଆଗରୁ ବି କରିକି ଖାଇଛି ଏଭଳିଆ। ତ ସେଥିପାଇଁ ଆପଣ ସମସ୍ତଙ୍କୁ ମୁଁ ଦେଖାଉଛି ଯେ ଏମିତି ସବୁ ମସଲା ମାନେ କର୍ଣ୍ଣଫ୍ଲାୱାର ମସଲା ମସଲି ସବୁ ପକାଇକି ତାପରେ କ'ଣ ମସଲା ଯେ ଏଇଟା ଦେଖ ବାହାରୁଛି ଦେଖ ହେଇଗଲା କି ଟିକେ କଡ଼କ କରେ ନାଇଁ ଭଲ ଲାଗିବନି ଆଉ ଥରେ ଫ୍ରାଏ କରି ଖାଇଲା ଟାଇମ୍ କହୁଛୁ ହଁ ହେଇଗଲାଣି। ତ ଏଗୁଡ଼ାକ ଏଇଭଳି ଦେଖାହେଉଛି ମାନେ ଟିକେ ସଫ୍ଟ ଏମିତି ଏଇଟା କଲେ ଟିକେ ସଫ୍ଟ ରହିବ ଖାଇଲା ବେଳକୁ ଆଉ ଥରେ ଛାଣିଲା ଆଉ ଟିକେ ଭଲ ମାନେ କ୍ରଞ୍ଚି ରହିବ ଟିକେ ଆଉ ଦେଖ ମାନେ ମସଲା ମସଲି ପକାଇବ ଚିଲି ପାଉଡ଼ର ଅଦା ରସୁଣ ଏମିତି ସବୁ ପକାଇକି ଆକୁ ଫ୍ରାଏ ଯେତେ କରିବ ଭଲ ଲାଗିବ ଖାଇବା ପାଇଁ। ହାତ ପଡ଼ିବ ହାତ ଯଦି ପଡ଼ିବ ଦେଖିବ। ବୋଉ ଆଜି ମାଛ ଫ୍ରାଏ କରୁଛି ଚୂନ ମାଛ ଯା ଆଉ ବଡ଼ ମାଛ ମଧ୍ୟ ଆସିଥିଲା ଆଜି ନାଇଁ କି ଆଜି ଡବଲ ବଡ଼ ମାଛ ଚୂନ ମାଛ ଏଇଟା ଆମର ପୁରୁଣା ଘରର କିଚେନ୍ଟା ଛୋଟ କିଚେନ୍ଟା ଏଇଟା ଆଜି ସକାଳେ ମାଛ ହେଇଛି ବଡ଼ ମାଛ ପୁଣି ଆଉଥରେ ଚୂନା ମାଛ ଖାଲି ମାଛ 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 ତ ହେଇସାରିଲା ପରେ ଖାଇଲା ବେଳକୁ ଆଉଥରେ ଟିକେ ଦେଖିବା କେମିତି ଟେଷ୍ଟଟା ଲାଗୁଛି କାହିଁକିନା ମୁଁ ଅଲରେଡ଼ି ତ ଆଗରୁ ଖାଇଛି। ତ ଏଇଟା ମୋତେ ଆଜି ଦେଖିବା କେମିତି ଖାଇବା ବୋଉ ଆଜି କିନ୍ତୁ ମସଲା ପକାଇଛୁ ନା ନାଇଁ ମସଲା ନ ପଡ଼ିଥିଲେ ଭଲ ଲାଗିବନି ତ ଦେଖାଯାଉଛି ଦେଖ କାହିଁକିନା ଫ୍ରେଶ୍ ମାଛ ଗୁଡ଼ାକ କେଜି କେତେ ରହୁଛି ନା 120 ଟଙ୍କା କେଜି ନେଉଛନ୍ତି ଛୋଟ ଚୂନା ମାଛ ଯା ଆଉ ଟିକେ ଇଏ ମସଲା ଟିକେ ପକେଇଲୁନି ଟିକେ ଖାଲି ଖାଲି ଦେଖାଯାଉଛି ମାଛ ଗୁଡ଼ା ଖାଲି ଟିକେ ଆଉ କର୍ଣ୍ଣଫ୍ଲାୱାର ଟିକେ ଟିକେ ପକାଇଥାନ୍ତୁ ନା ତ ଏଇଟା ହେଇସାରିଛି। ତାପରେ ଆଉ ଟିକେ ଏଇଟା ମୋତେ ଗୋଟେ ଟାଇମ୍ ପଡ଼ିଛି ସେକେଣ୍ଡ ଟାଇମ୍ ଏଇଟା ତ ଟିକେ କ୍ରଞ୍ଚି ଟାଇପ୍ ହେଲେ ଖାଇବାକୁ ଭଲ ଲାଗିବ। ହଁ କ'ଣ କହିଲୁ ତ ଟିକେ କ୍ରଞ୍ଚି ଟାଇପ୍ ହେଲେ ଭଲ ଲାଗିବ। ଆକ୍ଚୁଆଲି ଏଇଟା ଆମର ହେଉଛି ପୁରୁଣା ଘର ଓକେ 35-40 ବର୍ଷ ତଳର ଘର ଇଏ ପୁରୁଣା ଘର ନୂଆ ଘର ତ ସେପଟେ କାମ ଚାଲିଛି ଆଉ ଯେମିତିକି ପ୍ରିଭିୟସ୍ ବ୍ଲଗ୍ରେ ଦେଖିଥିଲେ ଟିଭି ୟୁନିଟ୍ଟା ଚାଲିଥିଲା ୱାରିଂଟା ଅଧା ଛାଡ଼ି ଦେଇ ପଳାଇଥିଲା ଆଉ ବାକି ଅଛି କରିନି କରିବା ସେଇଟା କାହିଁକିନା ସମୟ ପାଉନି ସବୁ ଜିନିଷ ମ୍ୟାନେଜ୍ କଲାବେଳକୁ ଟାଇମ୍ ହେଉନି। ତ ଏଇଟା ମଧ୍ୟ ଦେଖ ଚାଲିଛି ପୁରା କ୍ରଞ୍ଚି ରଖିଲେ ଖାଇବାକୁ ଭଲ ଲାଗିବ ନହେଲେ ଭଲ ଲାଗିବନି ଖାଇବାକୁ ମାଛ ହଁ ପୁରା କଡ଼କଡ଼ିଆ ହାର ଅଛି ମସଲା ଅଛି ନା ନାଇଁ ରାଗ ହେଇଛି ନା ନାଇଁ ରାଗ ନହେଲେ ଭଲ ଲାଗିବନି। ଉପର ସାଇଡ଼୍ଟା ଭଜା ହେଇଛି ଏଇଟା କ'ଣ ତରକାରୀ ପାଇଁ ନା କୋଉଥିପାଇଁ ଚିଙ୍ଗୁଡ଼ି ଗୁଡ଼ା ଖାଇବା ମଜା ଲାଗେ ଛୋଟ ଛୋଟ ଚିଙ୍ଗୁଡ଼ି ଗୁଡ଼ାକ ମାନେ ବାହାରେ ଯେଉଁମାନେ ରହୁଛନ୍ତି ସେତେ ତ ଚୂନା ମାଛ ଗୁଡ଼ା ମିଳିବନି ମୁଁ ଜାଣିଛି ଆଉ ଗାଁରେ ଯେଉଁମାନେ ରହିବେ ଚୂନା ମାଛଟା ଟିକେ ମିଳିବ ବାହାରେ ରହିଲେ ବଡ଼ ବଡ଼ ମାଛ ଭେରାଇଟିସ୍ ମାଛ ମିଳିବ ବଟ୍ ଏଇ ଜିନିଷଟା ନା ବହୁତ ଭଲ ହେଲ୍ଥ ପକ୍ଷେ ଓକେ ଚାଲ ତ ଏଇଟା ହେଉଛି ହେଇସାରିଲା ପରେ ଟିକେ ଫ୍ରାଏ କରି ଖାଇବା ଖାଇନ କ'ଣ ଆହୁରି ତୁ ଭାତ ଯତ୍ର ଖା ଯାଇକି ଟାଇମ୍ ହେଲାଣି ଟାଇମ୍ ଅଛି ଏବେ ଘଣ୍ଟେ ଅଧେ ଦୁଇଟା ଏମିତି ହେଲାଣି ଘଣ୍ଟେ ଅଧେ ହେଲାଣି ତ ଚାଲ ଫ୍ରାଏ ହିସାବରେ ଦେଖିବା ଆମେ ଟେଷ୍ଟ କରିବା କେମିତି ଲାଗୁଛି ଆଉ ଫାଇନାଲି ମସଟା ଖାଇଦେଲି ଲଙ୍କା ପଳେଇ ଆସିଛି ଯେଉଁଟା କ୍ରଞ୍ଚି କହିଥିଲି ପୁରା କ୍ରଞ୍ଚି ଦେଖ ହେଇଛି ପୁରା ଦେଖ ପୁରା କ୍ରଞ୍ଚି ହେଇଛି ଡେଲିସିୟସ୍ ମୁଁ ଅଲରେଡ଼ି ଖାଇସାରିଲାଣି ଭିଡ଼ିଓଟା ପରେ ବନାଉଛି ଟେଷ୍ଟ ବଢ଼ିଆ ହେଇଛି ଟେଷ୍ଟି ହେଇଛି ଆଉ ଟେଷ୍ଟର କଥା କହିଲେ ଆପଣ ଥରେ ଟ୍ରାଏ କରିକି ଖାଉଛନ୍ତି ଓକେ ଘରେ ଲଙ୍କା ସରିଯାଇ ତ ଶୁଖିଲା ଲଙ୍କା ଖାଇବାକୁ ପଡ଼ୁଛି ଛାଣି ସୁପର ଟେଷ୍ଟି ପୁରା ଅସମ୍ ଆଉ ଏକ୍ଚୁଆଲି ମାଛଟା ଆପଣମାନେ ଯଦି କରିକି ଖାଇଗଲେ କହିଲେ ଟିକେ ସଫ୍ଟ ରଖିବେ ବେଶୀ କ୍ରଞ୍ଚି କରିବେନି କମେ ନହେଲେ ମାଛ ଖାଇବାରେ ଲାଗିବନି ଯେହେତୁ ମୋତେ ମାଛ ଯଦି କଞ୍ଚା ଟିକେ ରହିବ ମାନେ ଯଦି ସଫ୍ଟ ରହିବ ମୋତେ ଆଇଁଷିଆ ଲାଗେ ସେଥିପାଇଁ ମୁଁ କ୍ରଞ୍ଚି କରିବାକୁ କହିଦିଏ ଟିକେ କଡ଼କଡ଼ ଲାଗେ ଆଉ ଚିପ୍ସ ଟାଇପ୍ ଲାଗେ ଯେ ମୁଁ ଏମିତି ଖାଏ ଆପଣଙ୍କ ହିସାବରେ ଆପଣ ଯେମିତି ଖାଇ ସେଇଭଳିଆ ବନେଇବେ ଆଉ ଟେଷ୍ଟ ବହୁତ ବଢ଼ିଆ एक नंबर टेस्ट एक नंबर बाय बाय ରହିଲି।